मोर प्रिय माने प्रभु जीशुଙ୍କ नामରେ ମୁଁ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। କ'ଣ ଆପଣ ଜୀବନରେ ଖୁସିରେ ଆନନ୍ଦରେ ଅଛନ୍ତି ଅଥବା ଶୈତାନ ଆପଣଙ୍କୁ ବହୁତ ଦୁଃଖ ବହୁତ କଷ୍ଟ ଦେଇ ଚାଲିଛି। ସେ ଗର୍ଜନ କରି ସିଂହ ପ୍ରାୟ ତୁମ୍ଭ ନିକଟକୁ ଆସୁଅଛି କି? ଆପଣ ଜମା ନିଦ୍ରା ଯାଇପାରୁନାହାନ୍ତି, ବହୁତ ବ୍ୟତିବ୍ୟସ୍ତ ହୋଇକି ବଞ୍ଚୁଛନ୍ତି। ଭାବୁଛନ୍ତି ଘରେ ରହିଲେ ସମସ୍ୟା, ବାହାରକୁ ଯିବି, ବାହାରକୁ ଗଲେ ଆହୁରି ସମସ୍ୟା, କାମରେ ମଧ୍ୟ ବହୁତ ହଇରାଣ, ସେବାରେ ମଧ୍ୟ ବହୁତ ସଙ୍କଟ ଦେଇ ଗତି କରିବାର ସ୍ଥିତି ଆସିଅଛି। ଚତୁଃପାର୍ଶ୍ୱରେ ବହୁତ ପ୍ରଭାବ ସହିତ ମୁଁ ବହୁତ ଚାପରେ ଜୀବନ କାଟୁଅଛି। ଯଦି ଆମମାନଙ୍କ ଜୀବନରେ ଏହି ଅସୁବିଧା ଆସୁଛି, ତେବେ ଏସବୁ ସମସ୍ୟାର କାରଣ କ'ଣ? ଆମମାନଙ୍କର ଶତ୍ରୁ ଶୈତାନର ହାତ। ସେ ଆମମାନଙ୍କୁ ଫାଡ଼ି ଖାଇଦେବା ପାଇଁ ଗର୍ଜନ କରି ସିଂହ ପ୍ରାୟ ବୁଲୁଛି। ପ୍ରଭୁଙ୍କ ଲୋକମାନେ ତାହାକୁ ଆମେମାନେ ଭୟଭୀତ ନ କରୁ। ଆପଣ ଏହା କରୁଛନ୍ତି ନା, ମୁଁ ଶୈତାନ ବିରୁଦ୍ଧରେ କିଛି କରୁନାହିଁ, ପୁଣି ସେ କାହିଁକି ମୋ ବିରୁଦ୍ଧରେ ଅଛି? ଆପଣ ଯେହେତୁ ଯୀଶୁଙ୍କ ସନ୍ତାନ, ଯେହେତୁ ଆପଣ ତାଙ୍କର ସନ୍ତାନ ଅଟନ୍ତି, ଏଣୁ ସେ ଯୀଶୁଙ୍କ ଶତ୍ରୁ ହେବାରୁ ଆପଣଙ୍କର ମଧ୍ୟ ଶତ୍ରୁ ଅଟେ। ଆପଣ ଯୀଶୁଙ୍କ ଅନୁକରଣ କରୁଥିବାରୁ ସେ ଆପଣଙ୍କୁ ମଧ୍ୟ ବହୁତ ଘୃଣା କରି ତାର ସମୟ କାଟୁଛି। ଆପଣଙ୍କ ହୃଦୟରୁ ଶାନ୍ତି ବାହାର କରିବା ପାଇଁ ସେ ବହୁତ ଚେଷ୍ଟା ଜାରି ରଖିଛି। ଏହି ପ୍ରକାରେ ଶୈତାନକୁ ସାମ୍ନା କରିବା ପାଇଁ କ'ଣ କରିବା? ପରମେଶ୍ୱର ପ୍ରତିଜ୍ଞା କରି କହିଛନ୍ତି ଯାକୋବ 4:7 ପଦରେ, ଶୈତାନକୁ ପ୍ରତିବାଧା କର, ତାହେଲେ ସେ ତୁମମାନଙ୍କ ନିକଟରୁ ପଳାଇଯିବ। ଯଦି ପ୍ରତିବାଧା କରିବେ, ତେବେ ସେ ନିଶ୍ଚୟ ତୁମ୍ଭଠାରୁ ଚାଲିଯିବ। ଏଣୁ ଆମେମାନେ ସାହସରେ କହିବା ଦରକାର, ହେ ଶୈତାନ, ମୁଁ ଯୀଶୁଙ୍କର, ମୋ ପରିବାର ମଧ୍ୟ ଯୀଶୁଙ୍କର ଅଟେ। ମୋର ଛୁଆମାନେ, ମୋର ପୁଅ ଝିଅମାନେ ସମସ୍ତେ ଯୀଶୁଙ୍କର ଅଟନ୍ତି। ତୁମେ ଜମା ସ୍ପର୍ଶ କରିପାରିବ ନାହିଁ। ଯୀଶୁଙ୍କ ନାମରେ ଆମେମାନେ ତାହାକୁ ପ୍ରତିବାଧା ଯଦି କରିବା, ସେ ନିଶ୍ଚୟ ଆମ୍ଭମାନଙ୍କଠାରୁ ସେ ସବୁଦିନ ପାଇଁ ଚାଲିଯିବ। ପ୍ରତିବାଧା କରିବା ଶିଖିବା ଦରକାର ଅଛି। ଯୀଶୁଙ୍କ ରକ୍ତର ବ୍ୟବହାର କରି ଯଦି ଆମେମାନେ ଶିଖିବା, ଶୈତାନ ଆମମାନଙ୍କଠାରୁ ପଳାୟନ କରିବ। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଶୈତାନର ଏକ ଗୁଣ ଏହିପରି ଅଟେ ଯେ ଯେଉଁମାନେ ଭୟ କରନ୍ତି ସେ ହଇରାଣ କରିବ। ଏଣୁକରି ଆମମାନଙ୍କୁ ତାହାକୁ ପ୍ରତିବାଧା କରିବା ଉଚିତ, ଭୟ ନ କରିବା ଉଚିତ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଶୈତାନର ସମସ୍ତ ବିଷୟରେ ସେ ଜୟଲାଭ କରିଅଛନ୍ତି। କ୍ରୁଶରେ ଶୈତାନକୁ ପରମେଶ୍ୱର ସମ୍ପୂର୍ଣ୍ଣ ପୁତ୍ରଙ୍କ ଦ୍ୱାରା ଚୂର୍ଣ୍ଣ ବିଚୂର୍ଣ୍ଣ କରି ପକାଇଅଛନ୍ତି। କ୍ରୁଶରେ ପ୍ରଭୁ ଯୀଶୁ ଶୈତାନକୁ ସତ୍ୟନାଶ କରିଛନ୍ତି। ସେ କାହିଁକି କରିଛନ୍ତି? ଯହିଁରେ ଆମ୍ଭେମାନେ ତାଙ୍କ ସନ୍ତାନମାନେ ଜୟଲାଭ କରୁ। ଆମମାନଙ୍କୁ ଶୈତାନକୁ ସମ୍ପୂର୍ଣ୍ଣ ରୂପେ ଭୟ ନ କରିବା ଦରକାର। ଦୁନିଆର ଲୋକମାନଙ୍କୁ ଦେଖନ୍ତୁ, ସେମାନେ କେବେ ମଧ୍ୟ ଅନ୍ୟାୟର କାମ କରିବା ପାଇଁ ସେମାନେ କ'ଣ କରନ୍ତି? ଯଦି ଆପଣ କୌଣସି ମନ୍ତ୍ରୀଙ୍କର ଛୁଆକୁ ଦେଖିବେ, କ'ଣ ସେ ପୋଲିସକୁ ଡରନ୍ତି? ନା, ଡରନ୍ତିନି। ପୋଲିସ ଠାରୁ ଉଚ୍ଚ ପଦାଧିକାରୀ ଆସିଲେ ମଧ୍ୟ ସେ ପୁଅ ଡରିବେ ନାହିଁ। ସେ କହିବେ, ତୁମେ କେତେ ବଡ଼ ଅଫିସର ହେଲେ ମଧ୍ୟ ମୋହର ବାପା ସେ ମନ୍ତ୍ରୀ ଅଟନ୍ତି, ଏଣୁ ସେ ଭୟ କରିବେନି। ପୋଲିସମାନେ ମଧ୍ୟ ଭୟଭୀତ ହୋଇଯାଆନ୍ତି, ଯେହେତୁ ତାହାଙ୍କ କାର୍ଯ୍ୟରେ ହୁଏତ ବାଧା ଆସିପାରେ। ମୋହର ବାପା ଏକ ମନ୍ତ୍ରୀ ଅଟନ୍ତି, ଏଣୁ ସେ କେବେ ମଧ୍ୟ କାହାରିକୁ ମଧ୍ୟ ଭୟ କରିବ ନାହିଁ। ଯେହେତୁ ସେ ମନ୍ତ୍ରୀ ଅଟନ୍ତି, ଏଣୁ ସେ କେବେ ମଧ୍ୟ ଡରିବେ ନାହିଁ। ଯେହେତୁ ସଂସାରରେ ତାହାଙ୍କ ପିତା ଏକ ମନ୍ତ୍ରୀ ରୂପେ ଅଛନ୍ତି, ଏଣୁ ସେ କାହାରିକୁ ମଧ୍ୟ କେବେ ଭୟ କରିବେ ନାହିଁ। ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ଆମମାନଙ୍କ ପ୍ରଭୁ, ସେ ଅଧିକାରକୁ ଆମ ହସ୍ତରେ ସେ ନିଜେ ପ୍ରଦାନ କରିଅଛନ୍ତି। ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଶୈତାନକୁ ସମ୍ପୂର୍ଣ୍ଣ ରୂପେ ସତ୍ୟନାଶ କରିଅଛନ୍ତି। ଏଣୁ ଆମେମାନେ ତାହାକୁ କେବେ ମଧ୍ୟ ଭୟଭୀତ ନ କରିବା ଦରକାର। ସେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ତୋର ମସ୍ତକକୁ ଦୋଳି ପକାଇଥିବା ଯୀଶୁ ମୋହର ସଙ୍ଗରେ ସଙ୍ଗରେ ଅଛନ୍ତି, ଏଣୁ ମୁଁ ତୋତେ କେବେ ଡରିବି ନାହିଁ। ଯୀଶୁଙ୍କ ନାମରେ ମୁଁ ଆଜି ତୁମକୁ ସାମ୍ନା କରୁଛି। ଯଦି ଆପଣ ଯୀଶୁଙ୍କ ନାମରେ ଶୈତାନକୁ କହିବେ, ଏ ଶୈତାନ, ମୋ ସହିତ ତୋର କୌଣସି ସମ୍ପର୍କ ନାହିଁ, ମୋର ପୁଅ ଝିଅ, ମୋର ପରିବାର ସହିତ ତୋର କୌଣସି ସମ୍ପର୍କ ନାହିଁ, ଆପଣ ଯଦି ଏହି ପ୍ରକାରେ ଶୈତାନର ପ୍ରତିବାଧା କରିବେ, ସେ ନିଶ୍ଚୟ ଆପଣଙ୍କ ଠାରୁ ଗୃହଠାରୁ ଚାଲିଯିବ। ଶୈତାନ ସବୁବେଳେ କ'ଣ ଚାହେଁ? ଯେ ଆମେମାନେ ନିରାଶ ଅବସ୍ଥାରେ ଅଛୁ, ମୋର ଦୁଃଖର ସ୍ଥିତି ଆସିଅଛି। ପ୍ରଭୁଙ୍କ ଲୋକମାନେ ଏହିପରି ଆମେମାନେ ସ୍ୱୀକାର ନ କରିବା ଉଚିତ।
ଶୈତାନର ଚାତୁରୀ ସବୁକୁ ଜାଣିକରି ତଦନୁସାରେ ଯଦି ଆମ୍ଭେମାନେ ଜାଗ୍ରତ ଜୀବନ ବିତାଇବା, ପରମେଶ୍ୱର ନିଶ୍ଚୟ ସକଳ ବିଷୟରେ ସମ୍ଭାଳିବେ। ପ୍ରତିଦିନ ଶୈତାନ ସହିତ ଯୁଦ୍ଧ କରିବା, ପ୍ରତିଦିନ ଶୈତାନ ସହିତ ଆମ୍ଭମାନଙ୍କର ସମ୍ପର୍କକୁ ଦୂରକୁ ଦୂର ନେବା ଏହା ଖ୍ରୀଷ୍ଟୀୟ ଜୀବନ। ପ୍ରଭୁଙ୍କ ବାକ୍ୟରେ ଲେଖା ଅଛି, ଶୈତାନଙ୍କୁ ପ୍ରତିବାଧା କର। ଯଦି ପ୍ରତିବାଧା କରିବା, ଯୀଶୁ କେବଳ କହିଲେ ଶୈତାନ ଦୂର ହ ଶୈତାନ। ଯୀଶୁ ଯେପରି କହିଲେ ଆମ୍ଭେମାନେ ମଧ୍ୟ ସେହିପରି କହିବା ଉଚିତ। ମୁଁ ରକ୍ତରେ ଧୌତ ହୋଇଅଛି, ଯୀଶୁ ମୋ ସହିତ ଅଛନ୍ତି। ଶୈତାନ ମୋ ଜୀବନରେ ତୋତେ କିଛି ସ୍ଥାନ ନାହିଁ, ଏପରି ଧମକ ଦେଇ ପ୍ରାର୍ଥନା କରିବା ଦରକାର। ଆପଣ କହିବେ ମୁଁ ସବୁଦିନ କହୁଛି କିନ୍ତୁ ସେ ତ ଯାଉନାହିଁ। ଏହି ବାକ୍ୟକୁ ଟିକେ ସମ୍ପୂର୍ଣ୍ଣ ଧ୍ୟାନ କରିବା। ସେହି ବାକ୍ୟରେ କ'ଣ ବାସ୍ତବରେ ଲେଖା ଅଛି? ଈଶ୍ୱରଙ୍କର ବଶୀଭୂତ ହୋଇ ଶୈତାନକୁ ପ୍ରତିରୋଧ କର। ଅନାଜ୍ଞାବହ ହେଲେ ଏହା ସମ୍ଭବ ନୁହେଁ। ଏ ସମସ୍ତ ବିଷୟ ଶୈତାନ ଭଲ ରୂପେ ଜାଣିଅଛି। ଶୈତାନ ଆପଣଙ୍କର ସମସ୍ତ ବିଷୟ ଭଲ ଭାବରେ ଜାଣିଅଛି। ସିଗାରେଟ୍ ପିଅନ୍ତି, ମଦ ପିଅନ୍ତି ଆଉ ଲାଞ୍ଚ ନିଅନ୍ତି, ସମସ୍ତ ବିଷୟକୁ ଶୈତାନ ଭଲ ରୂପେ ଜାଣେ। ଏଣୁ ଆମ୍ଭେମାନେ ପ୍ରତିବାଧା କଲେ ହେଁ ସେ କେବେ ଯାଏ ନାହିଁ। ଆପଣଙ୍କର ଆତ୍ମିକ ସ୍ତରକୁ ଶୈତାନ ଜାଣିଅଛି। ଏଣୁ ପ୍ରଭୁଙ୍କଠାରେ ନିତ୍ୟ ପ୍ରାର୍ଥନା କରି ବାଇବଲ ଅଧ୍ୟୟନ କରି ବଞ୍ଚିବା ଦରକାର। ପ୍ରଭୁଙ୍କ ଲୋକମାନେ ଶାସ୍ତ୍ର ଧ୍ୟାନରେ ଏବଂ ପ୍ରାର୍ଥନାରେ ଯଦି ଆମ୍ଭେମାନେ ନିତ୍ୟତା ଜଗି ରହିବା, ତେବେ ଶୈତାନ ବିଜୟ ହେବ ନାହିଁ। ଏପରି କହିଲେ ଶୈତାନ ଆମଠାରୁ ଦୂରକୁ ଚାଲିଯିବ, ଯେହେତୁ ସେ ଆମମାନଙ୍କର ଆତ୍ମିକ ଜୀବନର ସ୍ତରକୁ ଭଲରେ ଜାଣିଅଛି। ଶୈତାନକୁ ଜିତିବାକୁ ହେଲେ ଆମ୍ଭମାନଙ୍କୁ ଈଶ୍ୱରଙ୍କ ଆଜ୍ଞାବହ ହୋଇ ବଞ୍ଚିବାକୁ ହେବ। କେବଳ ପ୍ରଭୁଙ୍କ ନାମ ନେଲେ ଆମ୍ଭେମାନେ ବଞ୍ଚିପାରିବା ନାହିଁ। ଆମମାନଙ୍କ ଜୀବନ ଯଦି ପରିବର୍ତ୍ତନ ହେବ ନାହିଁ, ତେବେ ଆସନ୍ତୁ ପ୍ରାର୍ଥନା କରି ପ୍ରଭୁଙ୍କୁ ଆମେମାନେ କହିବା, ହେ ପ୍ରଭୁ, ମୁଁ ଯେପରି ଜୀବିତ ଭାବରେ ଶୈତାନକୁ ପ୍ରତିବାଧା କରି ଜୟ ପାଇବେ, ଏଥିପାଇଁ ସାହାଯ୍ୟ କର। ମୁଁ ସମସ୍ତ ବିଷୟରେ ପ୍ରଭୁ ଶୈତାନର ପ୍ରତିବାଧା କରିବି, ମୋତେ ସାହାଯ୍ୟ କର। ପୁଣି ନିତ୍ୟ ତୁମକୁ ପ୍ରସନ୍ନ କରି ଗୌରବ କରିବି, ଏଥିପାଇଁ ଶକ୍ତି ଦେଉଥାଅ। ଯଦି ଆପଣଙ୍କ ଜୀବନରେ ଏପରି କୌଣସି ଅଭାବ କମି ରହିଛି, ଆପଣ ପାପରେ ଅଛନ୍ତି, ଲଢ଼େଇ କରୁଛନ୍ତି, ବଚସାରେ ମଗ୍ନ ଅଛନ୍ତି, ଏ ସମସ୍ତ ବିଷୟ ଶୈତାନର ବିଷୟ। ଏ ସମସ୍ତ ବିଷୟ ନିମନ୍ତେ ଆମେମାନେ ମନ ପରିବର୍ତ୍ତନ କରି ଆପଣା ଜୀବନକୁ ସଜାଡ଼ିବାକୁ ପଡ଼ିବ। ଆପଣା ହୃଦୟରେ ହସ୍ତ ରଖି ଆମେମାନେ ପ୍ରାର୍ଥନା କରିବା, ପ୍ରଭୁ ତୁମ ଆଜ୍ଞା ସକଳକୁ ପାଳନ କରିବା ପାଇଁ ତୁମ୍ଭ ହସ୍ତରେ ମୁଁ ସମର୍ପିତ ହେଉଛି। ଶୈତାନକୁ ପ୍ରତିବାଦ କରିବା ପାଇଁ, ଶୈତାନ ସହିତ ଯୁଦ୍ଧ କରି ବିଜୟ ହେବା ପାଇଁ ପ୍ରଭୁ ମୋତେ ନିତ୍ୟ ଅନୁଗ୍ରହ ଦେଉଥାଅ। ପ୍ରଭୁ ଆଜି ପୁଅ ଝିଅମାନେ ତୁମ୍ଭ କତିକୁ ଆସୁଅଛନ୍ତି, ଶୈତାନକୁ ସାମ୍ନା କରି ବିଜୟ ହେବା ପାଇଁ ସେମାନଙ୍କୁ ଶକ୍ତି ଦେଉଥାଅ। ପ୍ରଭୁ ଏହି ପୁଅ ଝିଅମାନେ ଯେପରି ଶୈତାନକୁ ପ୍ରତିବାଦ କରିବେ, ଜୟ ପାଇବେ, ପ୍ରଭୁ ଏହି ପୁଅକୁ ଆଜି ତୁମେ ଶକ୍ତି ଦିଅ, ଏହି ଝିଅକୁ ତୁମେ ଆଜି ଶକ୍ତି ଦିଅ। ପ୍ରଭୁ ଶୈତାନକୁ ଜିତିବାର ଅଛି। ପ୍ରତିଦିନର ଯେଉଁ ପରୀକ୍ଷା, ଶୈତାନର ସମସ୍ତ ପରୀକ୍ଷାରୁ ଜୟଲାଭ କରିବା ପାଇଁ ତୁମେ ବିଜୟ ଦେଉଥାଅ। ଶୈତାନର ସମସ୍ତ ଚାତୁରୀରୁ ଲଢ଼େଇ କରିବା ପାଇଁ ତୁମେ ଶକ୍ତିରେ ଭରିଦିଅ। ପ୍ରଭୁ ଶୈତାନର ସମସ୍ତ ଶକ୍ତିକୁ ଆମେ ଯୀଶୁଙ୍କ ନାମରେ ଛାରଖାର ଭସ୍ମ କରୁଛୁ, ତାହା ସତ୍ୟନାଶ ଓ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା କରିଲି। ଆମେନ୍, ଆମେନ୍।